ଆଜି ସକାଳୁ ସକାଳୁ ହଠାତ୍ ସ୍ୱାମୀଙ୍କର ଦାନ୍ତ ବହୁତ ଜୋରରେ ବଥା ଆରମ୍ଭ ହୋଇଗଲା। ତେଣୁ ସବୁ କାମ ଛାଡ଼ି ଆମେ ଡକ୍ଟରଙ୍କ ପାଖକୁ ଯିବାକୁ ବାହାରିଲୁ। ଡକ୍ଟର କ'ଣ କହିଲେ ଏବଂ ଏବେ ତାଙ୍କ ଅବସ୍ଥା କେମିତି ଅଛି ସେସବୁ ଜାଣିବା ପାଇଁ এই ବ୍ଲଗ୍ରେ ରୁହନ୍ତୁ ଆପଣମାନେ। ରାଧେ ରାଧେ ସାଙ୍ଗମାନେ, ଆଜି ସକାଳୁ ସକାଳୁ ବ୍ଲଗ୍ଟି ଟିକେ ଅଲଗା। ସ୍ୱାମୀଙ୍କର ଯେହେତୁ ଦାନ୍ତ ପେନ୍ ହେଉଛି, ସେ କିଛି ଖାଇ ପିଇ ପାରୁନାହାନ୍ତି ଆଉ କଷ୍ଟ ବି ବହୁତ ପାଉଛନ୍ତି। ସେଥିପାଇଁ ଆମେ ସକାଳୁ ସକାଳୁ ରେଡ଼ି ହେଇକି ମେଡ଼ିକାଲ ବାହାରିଲୁ। ସେ ପୁରା ସକାଳୁ ଯାଇକି ଆଗେ ଟିକେଟ୍ କରିଦେଇଥିଲେ। ଆମର ଟିକେଟ୍ ଯେହେତୁ 12 ନମ୍ବର ଥିଲା, ସେଇଥିପାଇଁ ଆମେ ବାହାରିଲୁ ଟିକେ ଶୀଘ୍ର ଯେହେତୁ ଅଛି, କାହିଁକିନା ଲେଟ୍ ହେଇଯିବ। ତାପରେ ଗଲାବେଳକୁ ପ୍ରବଳ ଭିଡ଼, ଦେଖନ୍ତୁ ଗାଡ଼ି ରଖିବା ପାଇଁ ବି ଟୋଟାଲ ଜାଗା ନାହିଁ ସେଠି। ତାପରେ ଆମେ ଟିକେ ଆଗକୁ ଚାଲିଗଲୁ, ଆଗକୁ ଯାଇକି ଟିକେ ଗାଡ଼ିଟାକୁ ରଖିଦେଲୁ। ଆଉ ଏପଟେ ଭିଡ଼ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି, ଯେହେତୁ ଏତେ କଷ୍ଟ ପାଉଛନ୍ତି ସମସ୍ତେ। ଏଠି ବହୁତ ରକମ ଡକ୍ଟର ବି ବସିଛନ୍ତି। ଆଉ ଆମେ ଡେଣ୍ଟିଷ୍ଟ ପାଖରେ ଆମର କରିଦେଇଥିଲୁ ସିରିଏଲ୍। ଦେଖିଲା ବେଳକୁ ଏତେ ଭିଡ଼, ଆଉ ପାଦ ରଖିବା ପାଇଁ ବି ଟୋଟାଲ ଜାଗା ନାହିଁ। ଆଉ ହଜବେଣ୍ଡକୁ ଯେହେତୁ ଏତେ ପେନ୍ ହେଉଛି, ସେ ଟିକେ ଶୀଘ୍ର ଯାଉଛନ୍ତି କି ଶୀଘ୍ର ଦେଖେଇବେ। ଏପଟେ ଦେଖନ୍ତୁ କେତେ ଲେଡ଼ିଜ୍ ଶୋଇଛନ୍ତି, ତାଙ୍କର ବି ସେ ଦାନ୍ତ ପେନ୍ ହେଉଥିବ କି ତାଙ୍କର କିଛି ଦାନ୍ତ କାମ ହେବ। ଆଉ ଏପଟେ ଚପଲ ଦେଖନ୍ତୁ କେତେ ଅଛି। ଚପଲ ଗଣିଲା ବେଳକୁ ବୋଧେ ଗୋଟେ ଚପଲ ଦୋକାନ ହେଇଯିବ। ତାପରେ ଆମେ ବି ଗଲୁ ସେମିତି ଚପଲ ରଖିକି ଗଲୁ। ଇଏ ହେଉଛନ୍ତି ବିନୟ କୁମାର ନାୟକ ଡକ୍ଟର, ଯାହାକୁ କି ଆମେ ଦେଖେଇବୁ ଦାନ୍ତ ପାଇଁ। ତାପରେ ଯାଇକି ପଚାରିଲା ବେଳକୁ 14 ନମ୍ବର କହିଲେ, ହଉ ଠିକ୍ ଅଛି ୟା ପରେ ଡାକିକି ଦେଖେଇ ଦୁଖାକି ଆମେ ଚାଲି ଆସିଲୁ। ଡକ୍ଟର କହିଲେ କିଛି ନାହିଁ, ତୁମେ ଆଗେ ପେନ୍ କିଲର ଖାଇକି ପେନ୍କୁ ଭଲ କର। ତାପରେ ପେନ୍ କିଲର କିଛି ମେଡ଼ିସିନ ଦେଇଛନ୍ତି ତଳେ, ଯେହେତୁ ମେଡ଼ିସିନ ଷ୍ଟୋର, ଯାଇକି ଆମେ ମେଡ଼ିସିନ ନେଲୁ। ତାପରେ ମେଡ଼ିସିନର ବିଲ୍ ଫିଲ୍ ନେଇକି ଆସିଲୁ। ତାପରେ ହଜବେଣ୍ଡ ଗଲେ ବାଇକ୍ ଆଣିବା ପାଇଁ, ଯେହେତୁ ଟିକେ ଦୂରରୁ ଠିଆ କରିଥିଲେ ବାଇକ୍, ସେ ବାଇକ୍ ନେଇକି ଆସିଲେ। ତାପରେ ଘର ପାଇଁ ଆମେ ଗଲୁ, ଯେହେତୁ ଏତେ ପ୍ରବଳ ଗରମ ହେଉଥିଲା। ତାପରେ ଯାଇକି ଖାଇ ବି ନଥିଲୁ କିଛି, ଖାଇବା ପାଇଁ ଶୀଘ୍ର ଗଲୁ। ଏପଟେ ଗୁପଚୁପ ବାଲା ଦେଖନ୍ତୁ ଏତେ ଖରାରେ ସେ ଯାଇକି ତାର ଠେଲା ଲଗେଇବ। ନିଜର ରୋଜି ରୋଟି ପାଇଁ ଲୋକ ସମସ୍ତେ ସବୁକିଛି କରିବା ପାଇଁ ରାଜି, ଯାହା ହେଲେ ବି ପଇସା ଚଳିବା ପାଇଁ ତ ଦରକାର ନା। ଆଉ ଏପଟେ ମଲ୍ ଗୁଡ଼ାରେ ସବୁ ଭିଡ଼, ରାସ୍ତାଘାଟ ଭିଡ଼। ଯେହେତୁ ଏବେ ରଜ ପହଞ୍ଚି ଟାଇମ୍ ହେଇଗଲାଣି। ଆଉ ପରିବା ହାଟ ବସିଛି ଦେଖନ୍ତୁ, ପୁରା ଫ୍ରେଶ୍ ପରିବା। ଆମର ଯେହେତୁ ପରିବା ଇଏ ଆଗରୁ ନେଇକି ରଖିଥିଲେ, ସେଇଥିପାଇଁ ଆମର ପରିବା କିଛି ଆବଶ୍ୟକତା ନାହିଁ। ଏଇଟା ଗୋଟେ କ୍ରୋକରୀ ସପ୍, ଆଉ ସବୁ ପ୍ରକାର କ୍ରୋକରୀ ଏଠି ମିଳେ। ତାପରେ ଆମେ ଚାଲିଲୁ। ମୋର ଯେହେତୁ ଟିକେ ପେଟ ଗରମ ହେଇଯାଇଥିଲା, ସେଇଥିପାଇଁ ଇଏ ମୋତେ କହିଲେ ତୁମେ ଗୋଟେ ପଇଡ଼ ପିଇ ଦିଅ। ତାଙ୍କୁ ମୁଁ କହିଲି, ସେ କହିଲେ ନା ମୁଁ ପଇଡ଼ ପିଇବିନି। ଆଉ ମୁଁ ମୋର ପଇଡ଼ ପିଇଲି। ଆମେ ଏଇ ଭାଇଙ୍କ ପାଖରେ ସବୁଦିନ ପଇଡ଼ ପିଉ, ମାନେ ଯେତେବେଳେ ମାର୍କେଟ ଗଲା ମାନେ ପଇଡ଼ ପିଉ। ତାଙ୍କ ପାଖରେ ନଥିଲା କିନ୍ତୁ ଆଣିକି ସେ ଦେଲେ। ଆଜି ଗୋଟେ ପାଖାପାଖି ହେଇଯାଇଥିଲା, ସେଇଥିପାଇଁ ପ୍ଲାଣ୍ଟ ବସ୍ ଗୁଡ଼ା ସବୁ ଷ୍ଟାର୍ଟ ହେଇଗଲା। ଲୋକମାନଙ୍କୁ ନେଇକି ପ୍ଲାଣ୍ଟରେ ଛାଡ଼ିବ। ସମସ୍ତଙ୍କ ଯେ ଯାହାର ସିଫ୍ଟ ଡ୍ୟୁଟି ଥାଏ ନା, ସବୁ ପ୍ଲାଣ୍ଟର ବସ୍ ଅଲଗା। ତାପରେ ସନ୍ଧ୍ୟା ଟାଇମ୍ ହେଲା, ଖାଇ ପିଇକି ଆମେ ଶୋଇଗଲୁ। ଶୋଇ ଉଠିଲା ପରେ ଦେଖୁଛି ପ୍ରବଳ ବର୍ଷା। ମୋର ଲୁଗାପଟା ସବୁ ବାହାରେ ଥିଲା। ଘଡ଼ଘଡ଼ି ମାରିଲା ବେଳକୁ ମୁଁ ବାହାରକୁ ଦୌଡ଼ି ଆସିଲି। ଆଉ ଆରାମ ବି ଲାଗୁଥାଏ, ଯେହେତୁ ଗରମ ଏତେ ହେଉଥିଲା। ବହୁତ ଥଣ୍ଡା ସୁଲସୁଲିଆ ପବନ ବହୁଥାଏ, ଆଉ ଝିପଝିପ ବର୍ଷା ବି ହେଉଥାଏ। ପୁରା ମଜା ଲାଗୁଥାଏ। ବର୍ଷାରେ ଭିଜିବା ପାଇଁ ବି ଇଚ୍ଛା ବହୁତ ହେଉଥାଏ। ଆଉ ଯେହେତୁ ମୁଁ ଶୋଇକି ଉଠିଛି, ମୋ ଭେଷ ଦେଖନ୍ତୁ। ତାପରେ ସନ୍ଧ୍ୟାବେଳେ ଆମେ ଟିକେ ରେଡ଼ି ହେଇଗଲୁ ମାର୍କେଟ ଯିବା ପାଇଁ। ଆମେ କେତେ ଦିନ ହେଲା ଟିକେ ମିକ୍ସଚର ଆଣିବା ପାଇଁ ମାନେ ଇଏ କରୁଛୁ, କିନ୍ତୁ ସେ ଜମା ଆଉ ଆଣୁନି। ତାପରେ ଗଲାବେଳକୁ ଦେଖନ୍ତୁ ଏଇଟା ବେଙ୍ଗ ଗୋଟେ କଣରେ ରହିଯାଇଛି, ତାକୁ ଟିକେ ଭଗେଇ ଦେଲୁ। ସିଏ ତାର ଡିଆଁ ମାରି ଚାଲିଲା। ତାପରେ ଆମେ କବାଟ ଲଗେଇକି ବାହାରି ଗଲୁ ମାର୍କେଟ ପାଇଁ। ଆଉ ଦେଖନ୍ତୁ ବର୍ଷା ଯେହେତୁ ହେଇଥିଲା, ସବୁପଟେ ଖାଲ ଗୁଡ଼ାରେ ସବୁ ପାଣି ଜମି ଯାଇଛି। ଆଉ ରାସ୍ତା ପୁରା ପାଣି ହେଇଯାଇଛି। ଏଗୁଡ଼ା ବି ପିଚ୍ ରୋଡ଼, କିନ୍ତୁ ବର୍ଷା ପାଇଁ ଟିକେ ଧୋଇ ଧାଇ ଯାଇଛି। ସେଗୁଡ଼ା ସବୁ ଧାରରେ ସବୁ ପାଣି ଜମି ଯାଇଛି। ବର୍ଷା ପରେ ଦେଖନ୍ତୁ ମାର୍କେଟ ବି ଟିକେ ଭିଡ଼ ଅଛି। ଏପଟେ ଚାଟ୍ ଦୋକାନ ବି ବସିଛି, ଗୁପଚୁପ ଦୋକାନ ବସିଛି। ଆଉ ଏଇ ମନ୍ଦିରଟା ଦେଖିଲା ବେଳକୁ ମୋତେ ବହୁତ ଭଲ ଲାଗେ। ମୁଁ ସେଇଥିପାଇଁ ଗଲା ଆସିଲା ଗୋଟେ ମନ୍ଦିର ଟିକେ ଭିଡ଼ିଓ ବନେଇ ଦିଏ। ଏ ହେଉଛି ଶିବ ମନ୍ଦିର। ଆମେ ଏଇ ମନ୍ଦିରକୁ ପୂଜା କରିବା ପାଇଁ ଆସୁ। ତାପରେ ଚାଲିଲୁ ମିକ୍ସଚର ଦୋକାନ, କିନ୍ତୁ ମିକ୍ସଚର ଦୋକାନ
ମାନେ ଏମିତି ଠକ ସେ ଡେଲି କହୁଛି ଆଣିବ କିନ୍ତୁ ଆଣୁନି। ଆଜି ଲାଷ୍ଟରେ ସେ ଦୋକାନ ବନ୍ଦ କରିଦେଇଛି। ଆଉ କିଛି ଇଏ ନାହିଁ, ଆଉ କିଛି କାମ ବି ସେମିତି ନଥିଲା, ସେଇଥିପାଇଁ ପୁଣି ଆମେ ଆଉ ଥରେ ରିଟର୍ଣ୍ଣ କରିକି ଆସିଲୁ। ରାତି ବି ହେଇଥିଲା, ହଜବେଣ୍ଡଙ୍କର ଦାନ୍ତ ବି ପେନ୍ ହେଉଥିଲା, ମେଡ଼ିସିନ ଖାଇକି ଟିକେ ଠିକ୍ ଲାଗିଲା। ତାପରେ ଆମେ ଘରକୁ ପଳେଇ ଆସିଲୁ। ରାତି ବି ଯେହେତୁ ହେଇଯାଇଥିଲା, ଘରେ ଆମେ ପହଞ୍ଚିଗଲୁ। ଘରେ ପହଞ୍ଚିକି ମୁଁ ମୋର ଡ୍ରେସ୍ ପଟା ଟିକେ ଚେଞ୍ଜ କରିଦେଲି। ଡ୍ରେସ୍ ଚେଞ୍ଜ କରିକି ରୁଟି କରିବା ପାଇଁ ଲାଗି ପଡ଼ିଲି। ଗୋଟେ ମଜା କଥା ଜାଣିଛନ୍ତି ସାଙ୍ଗମାନେ, ମୁଁ ଯେତେବେଳେ ନୂଆ ନୂଆ ମ୍ୟାରେଜ୍ କରିକି ଆସିଲି ମୋତେ ଜମା ରୁଟି କରିବା ପାଇଁ ଆସେନି। ମୋର ଇଣ୍ଡିଆ ପାକିସ୍ତାନ ହେଇଯାଏ, ନହେଲେ ହାତ ଗୋଡ଼ ବାହାରି ଯିବ, ଭାରତ ମାନଚିତ୍ର ହେଇଯିବ। ଆଉ ମୁଁ ଗୋଲ ମୋର ଟୋଟାଲ୍ ହେବନି। ମୋତେ ସବୁ ମୋ ହଜବେଣ୍ଡ ଶିଖେଇଛନ୍ତି, ମାନେ ରୋଷେଇ କରିବାଠୁ ଆରମ୍ଭ କରି ରୁଟି ବନେଇବାଠୁ ଆରମ୍ଭ କରି ସବୁ ମୋତେ ସିଏ ଶିଖେଇଛନ୍ତି। ସେ ବହୁତ ଭଲ ତରକାରୀ କରନ୍ତି, ରୁଟି କରନ୍ତି, ତାଙ୍କର ମୋଠୁ ସେ ବହୁତ ଭଲ ଜାଣନ୍ତି ରୋଷେଇବାସ। କିନ୍ତୁ ମୋତେ ଏବେ ଟିକେ ଟିକେ ହେଇଗଲାଣି। ଏପଟେ ତାୱା ବି ମଧ୍ୟ ବସେଇ ଦେଇଥିଲି। ମୁଁ ଏମିତି ହିଁ କରେ, ଏପଟେ ରୁଟି କରୁଥାଏ, ସେପଟେ ତାୱା ବସେଇକି ରୁଟି ସେପଟେ ସେକୁଥାଏ। ଆଉ ମୁଁ ଏକାଥରେ 2ଟା 3ଟା ରୁଟି, 3ଟାରୁ 4ଟା ରୁଟି ମୁଁ ସେକି ଦିଏ। ଆପଣମାନେ ଏମିତି କରନ୍ତି କି ଗୋଟେ ଗୋଟେ ରୁଟି ସେକନ୍ତି? କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆଉ ମୁଁ ଏମିତି କରିକି ଶୀଘ୍ର ଶୀଘ୍ର ରୁଟି କରିଦିଏ। ଆଉ ମୋ ରୁଟି ଫୁଲେ ବି ବହୁତ ସୁନ୍ଦର। ଆଉ ଦେଖନ୍ତୁ କେତେ ସୁନ୍ଦର, ପୁରା ବେଙ୍ଗ ଭଳିଆ ବଡ଼ ବଡ଼ କି ମାନେ ଫୁଲିବ। ଆଉ ସଫ୍ଟ ବି ରୁହେ, ଖାଇବା ପାଇଁ ବି ବହୁତ ଭଲ ଲାଗେ ଗରମ ଗରମ ରୁଟି। ଆପଣମାନେ କେମିତି କରନ୍ତି କମେଣ୍ଟରେ ନିଶ୍ଚୟ କହିବେ। ଆଉ ମୋ ରୁଟି ଆପଣଙ୍କୁ କେମିତି ଲାଗିଲା ବି କହିବେ। ରହିଲି ସାଙ୍ଗମାନେ, ରାଧେ ରାଧେ। ମୋ ରୁଟି କେତେ ସୁନ୍ଦର ଫୁଲୁଛି ଦେଖନ୍ତୁ। ଆଉ ଆପଣମାନଙ୍କୁ ଯଦି ମୋର ବ୍ଲଗ୍ ଭଲ ଲାଗେ, ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଆଉ ମୋତେ ବହୁତ ସାରା ଭଲ ପାଇବା ଦେବେ। ଠିକ୍ ଅଛି ସାଙ୍ଗମାନେ।